କୁନି ବୟସରେ ନିଜ ପ୍ରତିଭା ଓ ପ୍ରଭାବ ବଳରେ ଯେତେବେଳେ ପୁଅଟି କିମ୍ବା ଝିଅଟିଏ ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ଖେଳକୁଦରେ ବିଜୟ ହାସଲ କରେ ସେତେବେଳେ ପରିବାର କେବଳ ଗର୍ବ ଅନୁଭବ କରେନି ବରଂ ସେ ପାଠ ପଢୁଥିବା ସ୍କୁଲ ଏବଂ ତତ୍ସହିତ ପିଲାଟି ପଛରେ ଅହରହ ପରିଶ୍ରମ କରିଥିବା ଶିକ୍ଷକ ହୁଅନ୍ତୁ କିମ୍ବା ଶିକ୍ଷୟିତ୍ରୀଙ୍କର ଶ୍ରମ ସାର୍ଥକ ହୋଇଥାଏ। ହଁ ଆଜ୍ଞା, ସେମିତି ଏକ ଶିକ୍ଷାନୁଷ୍ଠାନ ହେଉଛି ଟିଏସଜି ଗୁରୁକୁଳ। ଭୁବନେଶ୍ୱର ଗୋଠପାଟଣାରେ ଅବସ୍ଥିତ ଅଗ୍ରଣୀ ଆବାସିକ ଶିକ୍ଷା ପ୍ରତିଷ୍ଠାନ ସମୂହ ଟିଏସଜି ଗୁରୁକୁଳରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କର ଗୁରୁକୁଳ ଆଧାରିତ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇ ଆସୁଛି। କେବଳ ଶିକ୍ଷା ନୁହଁ, ସଙ୍ଗୀତ, କ୍ରୀଡ଼ା, ନୃତ୍ୟ ସହ ପିଲାମାନଙ୍କର ମାନସିକ ଏବଂ ବୌଦ୍ଧିକ ବିକାଶକୁ ପ୍ରାଧାନ୍ୟ ଦେଇ ଆସୁଛି ଏହି ବିଦ୍ୟାଳୟ, ଯାହାଫଳରେ ବିଭିନ୍ନ ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ପିଲାମାନେ କେବଳ ଟିଏସଜି ନାମକୁ ଉଚ୍ଚରେ ରଖୁନାହାନ୍ତି ବରଂ ପିତାମାତାଙ୍କର ଟେକ ରଖୁଛନ୍ତି। ସେହିପରି ଏହି ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ପ୍ରୀତିକା ଭବ୍ୟା ନିଜର ଦକ୍ଷତାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ଅଂଶଗ୍ରହଣ କରିଥିଲେ କେଟି ଗ୍ଲୋବାଲ ସ୍କୁଲରେ ଆୟୋଜିତ ଏକ ରୋମାଞ୍ଚକର ସ୍କେଟିଂ ପ୍ରତିଯୋଗିତାରେ। ଏହି ପ୍ରତିଯୋଗିତାରେ ଅନେକ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ ପ୍ରତିସ୍ପର୍ଦ୍ଧା ଥିଲା ଖୁବ୍ ଜୋରଦାର। କିନ୍ତୁ ତାହାରି ଭିତରେ ପ୍ରୀତିକା ନିଜର ଅସାଧାରଣ ସମତୋଳନ, ଦ୍ରୁତ ଗତି ଏବଂ ଆତ୍ମବିଶ୍ୱାସରେ ସମସ୍ତଙ୍କ ମନ ଜିଣି ପାରିଛନ୍ତି। ତାଙ୍କର ପ୍ରତ୍ୟେକ ମୁଭ୍, ପ୍ରତ୍ୟେକ ଟର୍ନ ଦେଖିବାକୁ ଲାଗୁଥିଲା ଯେମିତି ଗୋଟିଏ ପ୍ରଫେସନାଲ ଖେଳାଳି। ଏତେ ଛୋଟ ବୟସରେ ଏମିତି ପ୍ରଦର୍ଶନ ନିଶ୍ଚୟ ଅପୂର୍ବ। ତାଙ୍କର ଏହି ସଫଳତା ପଛରେ ରହିଛି ତାଙ୍କର କଠିନ ପ୍ରୟାସ, ଶିକ୍ଷକମାନଙ୍କର ମାର୍ଗଦର୍ଶନ ଏବଂ ଅଭିଭାବକଙ୍କର ଅବିରତ ସମର୍ଥନ। ଟିଏସଜି ଗୁରୁକୁଳ ସବୁ ସମୟରେ ଛାତ୍ରଛାତ୍ରୀମାନଙ୍କର ସମ୍ପୂର୍ଣ୍ଣ ଉନ୍ନତିକୁ ଗୁରୁତ୍ୱ ଦେଇ ଆସୁଛି। ପଢ଼ା ସହିତ ଖେଳକୁ ମଧ୍ୟ ସମାନ ମୂଲ୍ୟ ଦେଉଛି ଏବଂ ପ୍ରୀତିକା ଭଳି ପ୍ରତିଭା ତାହାର ସ୍ପଷ୍ଟ ଉଦାହରଣ। ଏହି ବିଜୟ କେବଳ ପ୍ରୀତିକାଙ୍କର ନୁହଁ ବରଂ ସ୍କୁଲ, ଶିକ୍ଷକ ଏବଂ ପରିବାର ପାଇଁ ଗର୍ବର କଥା। ବ୍ୟୁରୋ ରିପୋର୍ଟ, ଦୂରବାର୍ତ୍ତା ଡିଜିଟାଲ ଲାଇଭ। टीएसजी चाहता है चलो कुछ ऐसा करेंगे, देश की शान है हम, शानदार रहेंगे, शानदार रहेंगे। टीएसजी गुरुकुल, गोठपाटणा, भुवनेश्वर।